ଉପନ୍ୟାସ ଅଦୃଶ୍ୟ ସକାଳ। ଲେଖକ ଜଗଦୀଶ ମହାନ୍ତି। ପଢ଼ି ଶୁଣାଉଛନ୍ତି ଜିତୁ ସାବତ। ଭାଗ 1। ମଶାର ଉତ୍ପାତ କିଛି କମ୍ ନଥିଲା। ରାତିସାରା ଭଲ ନିଦ ହୋଇନଥିଲା। ଆଜେ ବାଜେ ସ୍ୱପ୍ନ ଭିତରେ କଟିଗଲା ପୁରା ସମୟ। ଗୋଟେ ପୋଲିସ ଗାଡ଼ିର କ୍ରମାଗତ ସାଇରନ୍ ତାର ନିଦ ପଛରେ ଧାଇଁ ବୁଲୁଥିଲା। ଭାରି ବୁଟ୍ର ଆବାଜ, ଖବରକାଗଜର କିଛି ହେଡଲାଇନ୍, ଏସବୁର କୋଲାଜ ଭିତରୁ ଗାୟତ୍ରୀର ମୁହଁଟା ସ୍ପଷ୍ଟ ଦିଶୁଥିଲା। ହସ ହସ ମୁହଁ କହୁଥିଲା, ଠିକ୍ ହେଇଛି, ଏହା ହିଁ ମୁଁ ଚାହୁଁଥିଲି। କ'ଣ ଚାହୁଁଥିଲା ଗାୟତ୍ରୀ? ଏଯାଏଁ ସେ ଧରା ପଡ଼ିନି ପୁଲିସ ହାତରେ। ଏଯାଏଁ ଅନେକ ଜାଣିନାହାନ୍ତି ଆଲୋକର ପ୍ରତିଭା। ଏଯାଏଁ ଏଇ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟର ନାଁ ବି ଅନେକ ଶୁଣିନାହାନ୍ତି। ନିଦ ଭାଙ୍ଗୁନଥିଲା ତଥାପି, ଅଥଚ ପ୍ରବଳ ଶୋଷ। ଘର ଭିତରେ ଲକ୍ଷ୍ମୀ ଶୋଇଛି। ଶମ୍ଭୁ ରାଗିକି କୁଆଡ଼େ ପଳେଇ ଯାଇଛି ସନ୍ଧ୍ୟାବେଳୁ। ହିସାବ ମୁତାବକ ଏବେ ବି ସମୟ ହେଇନି ପ୍ରସବର। ହୁଏତ ଫଲ୍ସ ପେନ୍ ହେଇଥିବ। କୌଣସି ଡାକ୍ତର ସାଙ୍ଗରେ କଥାବାର୍ତ୍ତା କରିବା ଉଚିତ ନଥିଲା କି ଆଲୋକର? ଲକ୍ଷ୍ମୀର ପ୍ରସବ କଥା ମନେ ପଡ଼ିଲା ମାତ୍ରେ ନିଦଟା ଚାହୁଁ କରି ଭାଙ୍ଗିଗଲା। ଘର ଭିତରୁ ଲକ୍ଷ୍ମୀର କୁନ୍ଥେଇବା ଶବ୍ଦ ଶୁଭୁଛି କି? ଲକ୍ଷ୍ମୀର ସିଜରିଆନ୍ କରିବା ଉଚିତ ହେବ ସମ୍ଭବତଃ। ଏ ସମ୍ପର୍କରେ ବେଶ କିଛି ଡାକ୍ତରଙ୍କ ସହ ପରାମର୍ଶ କରିଛି ଆଲୋକ। ସମସ୍ତଙ୍କ ମତ, ଏମିତି କେସ୍ରେ ସାଧାରଣ ପ୍ରସବ ପାଇଁ ଅପେକ୍ଷା କରିବା ଉଚିତ ହେବ ନାହିଁ। କିନ୍ତୁ ଏଯାଏଁ କୌଣସି ଗାଇନିକ୍ ସ୍ପେଶାଲିଷ୍ଟ ସହ ଏ ବିଷୟରେ ଆଲୋକ କଥା ହେଇନି। ଅସଲରେ ପୃଥିବୀର ପ୍ରଥମ କ୍ଲୋନ୍ ଶିଶୁ ଜନ୍ମରେ କାହାରି ଦାୟିତ୍ୱକୁ ସ୍ୱୀକାର କରିବାକୁ ଚାହେଁନା ସେ। ଅଥଚ ସେ ଜାଣେନା କେମିତି ପ୍ରସବ କରେଇବାକୁ ହୁଏ, କେମିତି ନାହି କାଟିବାକୁ ପଡ଼େ, କିମ୍ବା କେମିତି ପ୍ଲାସେଣ୍ଟା ବାହାର କରିବାକୁ ପଡ଼େ। ତାର ଜଣାନଥିଲା ଏଇ 8 ମାସର ଗର୍ଭାବସ୍ଥାରେ ଏମିତି ଗର୍ଭକଷ୍ଟରେ ବାଉଳି ହେବ ଲକ୍ଷ୍ମୀ। ଅପରାହ୍ନରୁ ତାର ଦରଜ ଆରମ୍ଭ ହୋଇଥିଲା ଯେ ଫଲ୍ସ ପେନ୍ ହେଉଛି, ଏବେ କମିଯିବ, ଏବେ କମିଯିବ କହୁ କହୁ ରାତି ଅଧ ହେଲାଣି। ଏବେ କେଉଁଠି ନେଇ ଭର୍ତ୍ତି କରିବ ଲକ୍ଷ୍ମୀକୁ? ଶମ୍ଭୁ ଥିଲେ ବି ଗୋଟେ କଥା ଥିଲା, ଲକ୍ଷ୍ମୀର ଗର୍ଭକଷ୍ଟ ଆରମ୍ଭ ହେଲା ମାତ୍ରେ ହିଁ ସେ କୁଆଡ଼ୁ ଦେଶୀ ମଦ ପେଟେ ପିଇଦେଇ ଆସି ଗାଳି ଫଜିତେ ଆରମ୍ଭ କରିଦେଇଥିଲା। ଏତେ ଦିନର ସମ୍ପର୍କ ଭିତରେ ଶମ୍ଭୁକୁ ବେଶ ଚିହ୍ନି ଯାଇଛି ଆଲୋକ। ଯେତେ ପାଟିତୁଣ୍ଡ କରୁ ମାରପିଟ କଲା ଲୋକ ନୁହଁ ସେ। ତା ଛଡ଼ା କ'ଣ ଅଛି ତା ସ୍ୱଭାବରେ? ଲକ୍ଷ୍ମୀ ଥରେ ରାଗିଗଲେ ତା ମୁହଁ ଉପରେ ଜବାବ ଦେଇପାରେନା ସେ। ଖୁବ୍ ଅଶ୍ଳୀଳ ଭାବରେ ଗାଳିମନ୍ଦ କରିଥିଲା ସେ ଆଜି। ଦିନ 3ଟା ବେଳେ ଆଲୋକକୁ ଭେଟିଥିଲା ସେ। ଡମଣା ଛକରେ ଚା ପିଉଥିଲା ଆଲୋକ। ଦୀର୍ଘଦିନ ହେଲା ଲ୍ୟାବରେଟରୀକି ଯିବା ଛାଡ଼ି ଦେଇଛି ସେ। ଦିନସାରା ଲକ୍ଷ୍ମୀର ଘର ସାମ୍ନାରେ ହିଁ ଶୋଇ ବସି କଟେଇ ଦିଏ। ଆଜି ଦ୍ୱିପହରରୁ ଯାଇଥିଲା SRB ଟୋକିଓକୁ ଗୋଟେ ଇମେଲ୍ କରିବା ପାଇଁ। ଇମେଲ୍ କଲାପରେ ଉତ୍ତର ଆସିବ ଆସିବ କରି ଅପେକ୍ଷା କରି ବସିଥିଲା ସେ। କିନ୍ତୁ ଦୀର୍ଘ 3 ଘଣ୍ଟା ପରେ ବି କୌଣସି ଇମେଲ୍ ମେସେଜ ଆସିଲାନି। ସାଇବର ପାର୍କର ମାଲିକ ବି ଅଧୈର୍ଯ୍ୟ ହୋଇଯାଇଥିଲା। କହିଥିଲା, ଏବେ ଟୋକିଓରେ ରାତି 10ଟା କି 11ଟା ହେଇଯାଇଥିବ ସାର୍। ଏତେବେଳେ ପର୍ଯ୍ୟନ୍ତ କ'ଣ କେହି ଅଫିସ ଖୋଲି ବସିଥିବେ? ବାଧ୍ୟ ହୋଇ ସାଇବର ପାର୍କରୁ ବାହାରି ଆସି ଚା ପିଇଥିଲା ଆଲୋକ। ସେହି ସମୟରେ ଶମ୍ଭୁ ପହଞ୍ଚିଥିଲା। ତାର ଆଖିର ଚାହାଣୀ, ମୁହଁର ଭଙ୍ଗୀ ଓ ଚାଲି ଦେଖି ବୁଝିପାରିଥିଲା ସେ ପିଇ ଦେଇଛି। ଆସିକି କହିଥିଲା, ଚାଲ ତମର ମାଇକିନା ସିଆଡ଼େ ଛୁଆ ବେଇବ ବୋଲି କାନ୍ଦୁଛି। ଶମ୍ଭୁ ପିଇଦେଲେ ହିଁ ଲକ୍ଷ୍ମୀକୁ ଆଲୋକର ମାଇକିନା ବୋଲି କୁହେ। କିନ୍ତୁ ଏମିତି ଭାବରେ ଡମଣା ଛକର ସବୁ ଲୋକ ଯେଉଁଠି ଚିହ୍ନା, ସେମିତି ଗୋଟେ ହୋଟେଲ ଭିତରେ ପଶି ଅଶ୍ଳୀଳ ଭାବରେ କହିବାଟା ଆଲୋକର ରୁଚି ଓ ସଂସ୍କୃତିକୁ ବାଧେ। ଶମ୍ଭୁ ଭଳି ମଣିଷଟାକୁ ଖାଲି ଲକ୍ଷ୍ମୀ ପାଇଁ ହିଁ ସେ ବରଦାସ୍ତ କରିଆସିଛି। ନଚେତ୍ ଏମିତି ଲୋକ ସାଙ୍ଗରେ ତାର ସମ୍ପର୍କିତ ହେଇଯିବାର ଥିଲା କି? ଅନେକ ଥର ସେ ବୁଝେଇଛି ଶମ୍ଭୁକୁ। ସେ ଯେମିତି ଭାବୁଛି ଲକ୍ଷ୍ମୀ ଓ ତା ଭିତରେ ସେମିତି କିଛି ସମ୍ପର୍କ ହିଁ ନାହିଁ। ଅଥଚ ଶମ୍ଭୁ ଯେଉଁ ଶ୍ରେଣୀରୁ ଆସିଛି, ଯେତିକି ତାର ଶିକ୍ଷା ଦୀକ୍ଷା, ସେତିକିରେ ସେ ଗୋଟେ ପୁରୁଷ ଓ ନାରୀ ଭିତରେ ଯୌନ ସମ୍ପର୍କଠୁ ବେଶୀ କିଛି ରହୁଥିବ ଭାବିପାରେନା। ସେ ଜାଣେ ଆଖପାଖର ଲୋକମାନେ ଲକ୍ଷ୍ମୀ ଓ ତାର ସମ୍ପର୍କକୁ ଭଲ ଭାବରେ ଗ୍ରହଣ କରିପାରନ୍ତି ନାହିଁ। Sample complete. Ready to continue?